ମୁଁ ମାନସ ରଞ୍ଜନ ମହାପାତ୍ର ଓଡ଼ିଶା ବେସରକାରୀ କଲେଜ 2018 GIA ସଂଘର ଭଦ୍ରକ ଡିଷ୍ଟ୍ରିକ୍ଟ କୋଅର୍ଡିନେଟର। ମୁଁ ମୋର ସାଥୀ ଅଧ୍ୟାପକ ଏବଂ ଲାଇବ୍ରେରିଆନଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନରେ ଭେଟ କରିଥିଲୁ ଆମର ଦାବିପତ୍ର ନେଇ। ଆମର ଦାବି ଏହା ଥିଲା ଯେ ଗତ ସରକାରରେ ପ୍ରଣୀତ ହୋଇଥିବା ସପ୍ତମ ବେତନ ଦରମାର ବିଜ୍ଞାପନ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଆମକୁ କେମିତି ଉଚିତ ମୂଲ୍ୟରେ ତାହାକୁ ସଠିକ ଭାବରେ କରେକ୍ସନ୍ କରି ସପ୍ତମ ବେତନ ପ୍ରଦାନ କରିବା ହେବେ ଏବଂ ଆମେ ସେହି ଦାବିପତ୍ର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଦାନ କରିବା ପରେ ସୂର୍ଯ୍ୟବଂଶୀ ସୁରଜ ଆମକୁ କହିଲେ ଏବଂ ଏ ସରକାର ଆମକୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଆମେ ଆଶା ରଖିଛୁ। କାରଣ ବିଗତ ଦିନରୁ ଷଷ୍ଠ ବେତନ ହାରରେ ଆମେ ଦରମା ପାଇ ଆସିଅଛୁ ଏବଂ ଆମର ବିଜ୍ଞାପିତ ହୋଇଥିଲେ ମଧ୍ୟ ସପ୍ତମ ବେତନ ଦରମା ପାଇବା ପାଇଁ ଆମେ ଏଯାବତ୍ ସପ୍ତମ ବେତନ ହାରରେ ଉଚିତ ମୂଲ୍ୟରେ ଦରମା ପାଇପାରୁନାହୁଁ। ଏହା ତ୍ରୁଟିପୂର୍ଣ୍ଣ ଥିବାରୁ 4600 ଗ୍ରେଡ୍ ପେରେ ଆମେମାନେ ଠିକ୍ ସପ୍ତମ ବେତନ ପାଇବା ପାଇଁ ସରକାରଙ୍କ ଠାରୁ ଆଶା ପୋଷଣ କରୁଅଛୁ।